ଏଇ ବର୍ଷା ପାଗରେ ମୁଁ ଆଜି ଗୋଟେ ବଢ଼ିଆ ଜିନିଷ ଖାଉଛି, ପଖାଳ, ଯେଉଁଟାକି ଆମର ସବୁ ଓଡ଼ିଆଙ୍କର ଅତି ପ୍ରିୟ। ଅଲଦୋ ଆମ ଘରେ ଆଜି ସମସ୍ତେ ଗରମ ଭାତ ଖାଇଛନ୍ତି, କିନ୍ତୁ ମୋତେ କାହିଁ ବହୁତ ଇଚ୍ଛା ଲାଗିଲା ଯେ ଆଜି ମୁଁ ପଖାଳ ଖାଇବି। ଆଉ ପଖାଳ ସାଙ୍ଗରେ ମୁଁ ଏଠି ଖାଉଛି ବାଇଗଣ ପୋଡ଼ା ଆଉ ଟମାଟୋ ଭଜା। ଟମାଟୋ ଭଜା କ'ଣ ନା, ମୋତେ ଟିକେ ପୋଡ଼ା ଏତେ ପ୍ରିଫର୍ ମୁଁ କରେନି, ମୋତେ ଟମାଟୋ ଭଜା ବହୁତ ପସନ୍ଦ। ଗୋଟେ ପ୍ୟାନ୍ରେ ଅଳ୍ପ ଟିକେ ସୋରିଷ ତେଲ ଦେଇ ଟମାଟୋକୁ ଏପଟ ସେପଟ ଯେମିତି ତା ଭିତରଟା ଭଲ ଭାବରେ ସିଝିଯିବ, ବାସ୍ ତାକୁ ଭଲ ଭାବରେ ଭାଜି ଦେଇକି ଗୋଟେ କଞ୍ଚା ଲଙ୍କା, ପିଆଜ, ଗୋଟେ ଛୋଟ ରସୁଣ, ବାସ୍ ଏତିକି ଚକଡ଼ି ଦେଲା ପରେ ତାହାର ଯେଉଁ ଟେଷ୍ଟ, ତା ସହିତ କୌଣସି ଜିନିଷର କମ୍ପାରିଜନ୍ ହିଁ ନାହିଁ। ଆଉ ମୁଁ ଟିକେ ଆଳୁ କି କ'ଣ ତା ସହିତ ମୁଁ ପ୍ରିଫର୍ କରେନି, ମୋତେ ଓନ୍ଲି ଟମାଟୋ। ଆଉ ବାଇଗଣ ପୋଡ଼ାରେ ବି ସେମ୍, ସେଥିରେ ମୁଁ ଭେଣ୍ଡି, ପୋଟଳ ଏସବୁ କିଛି ମିକ୍ସ କରେନି। ମୋତେ ବସ୍ ବାଇଗଣ ପୋଡ଼ା, ତା ଦେହରେ ଗୋଟେ କଞ୍ଚା ଲଙ୍କା ଥିବ ଆଉ ଟିକେ ପିଆଜ ଥିବ, ସେତିକି ମୋର୍ ଦେନ୍ ସଫିସିଏଣ୍ଟ। ଆଉ ତା ସାଙ୍ଗରେ କାକୁଡ଼ି, ଲଙ୍କା, ରସୁଣର ଯେଉଁ ଚକଟା, ମାନେ ପାଗ ପୁରା ୟମ୍। ଆପଣ ବି ଏନ୍ଜୟ କରନ୍ତୁ। ବାଏ ବାଏ।